କହିଲେ ଆକ୍ଚୁଆଲି ସେଦିନ ମାନେ ପାର୍ଟି କୋଉଠି ପଡିଥିଲା ବାଲିଆପାଳରେ ପଡିଥିଲା। ଆଜ୍ଞା ପାର୍ଟି ପଡିଥିଲା ବାଲିଆପୁରରେ ହଁ ଲାଷ୍ଟ ନାଇଟ୍ ଦିନ ଆଜ୍ଞା ଲାଷ୍ଟ ନାଇଟ୍ ଦିନ ଆପଣଙ୍କର ଟିକେ ହଙ୍ଗାମା ଆପଣ ହେଇଗଲେ। ହଁ ଆକ୍ଚୁଆଲି ଘଟଣା କେମିତି ଥିଲା ପୁରା ଟୋଟାଲ? ଘଟଣା ପୁରା ଭୟାବହ ଘଟଣା ଭାଇ ଥିଲା ଭାଇ। ହଁ ମାମୁନି ମ୍ୟାଡାମ କୁ ମାଡ ହେଇଛି ଚେୟାର ମାଡ। ହଁ ଚେୟାର ମ୍ୟାଡାମ ମାଡ ହେଇଛି। କମିଟି ମେମ୍ବର ମାଡ ମାରିଛନ୍ତି ଚେୟାର ମାଡ ମାରିଛନ୍ତି। ଆପଣଙ୍କୁ ବି ମାଡ ମାରିଛନ୍ତି କିଏ ମାଡ ମାରିଛନ୍ତି ଆପଣଙ୍କୁ? ନେତା ଆପଣ ଆମର ମ୍ୟାନେଜର ଅଛନ୍ତି। ମ୍ୟାନେଜର ନା କଣ ତାଙ୍କର ଯୋଉ ନେତା ଯିଏ କୁହା ହଉଛି ଯୋଉ ସବୁ ବସନ୍ତ ବସନ୍ତ ନିତା ବାବୁ ଆଉ ତାଙ୍କର ଆଉ ଯୋଉ ନାଁ ଆଉ ଗୋଟେ ନାଁ ଜାଣିନି ସେ ମାମୁନ ପାଇ ଜାଣିଛନ୍ତି ଯୋଉ ଜେଟ୍ ବେଙ୍ଗର ନାଁ ମୁଁ ଜାଣିନି ସେ ମାମୁନ ପାଇ ଜାଣିଛନ୍ତି। ହଁ ମାମୁନି ଉପା ଜାଣିଥିବେ ଜାଣିଛନ୍ତି। ଆଜ୍ଞା ଧରିକି ମତେ ନାଚୁଛନ୍ତି ବାହାର ଷ୍ଟେଜ ପହଞ୍ଚିଛନ୍ତି ଭାଇ ମତେ ପହଞ୍ଚିବେନି। ସେଇ ମ୍ୟାନେଜର ମାଡ ମାରିଛନ୍ତି ନା କମିଟି ମେମ୍ବର ମାରିଛନ୍ତି? ନା ନା ଆମ ମ୍ୟାନେଜର ମାରିଛନ୍ତି। ଧରିକି ମତେ ମାରିକି ମୋ ମୁହଁ ହାତ ଭାଇ ମାନେ ଫୁଲି ଯାଇଛି ଭାଇ ମୁଁ ଖାଇପାରୁନି। ଆଉ ମୋ ଦାନ୍ତ ମାନେ ବଥା ଦାନ୍ତ ମୋ ବହୁତ ବଥା ମୋର ହେଇଯାଇଛି। ମତେ ବହୁତ କଷ୍ଟ ହଉଛି। କେତେଟା ଷ୍ଟିଚ୍ ପଡିଛି ତମ ମୁଣ୍ଡରେ? 12ଟା ଷ୍ଟିଚ୍ ପଡିଛି। ଆଜ୍ଞା ସବୁ ମ୍ୟାନେଜର ଏଇଗୁଡା ତମକୁ ମାରିଛନ୍ତି? ଆଜ୍ଞା ଆଜ୍ଞା। ଥାନାରେ ତମେ କେସ୍ ଦେଇଥିଲ? ହଁ କେସ୍ ଦିଆଯାଇଛି। କଣ ପୋଲିସ କଣ କହିଲା? ପୁଲିସ କହିଲେ ଭାଇ ମତେ ପୁଲିସ ମତେ ପଚାରିଲେ ଭାଇ କଣ କରିବେ ତାକୁ ଥାନାରେ ପୁରଉଛନ୍ତି। ତାକୁ କଣ ତାକୁ ମାନେ ପଇସା ଯେ ତମ ମାଲିକ ଏଥିରେ ହସ୍ତକ୍ଷେପ କଲେନି କିଛି? ତମକୁ ଯୋଉ ମାଡ ହେଲା ନାଣ୍ଡୁ ବାବୁ ଯିଏ ଅନର ଥିଲେ ସେ ବି କିଛି କହିଲେନି ଏ ବିଷୟରେ? କିଛି କହିଲେନି କିଛି ନାହିଁ ଚୁପଚାପ ପୁରା? ଆଜ୍ଞା ତୋର ମାନେ ଆପଣଙ୍କୁ କହିପାରୁନି ଭାଷା ମତେ ମାନେ କହିଥାନ୍ତି ଆପଣଙ୍କୁ କହିପାରୁନି। ଏଇ ଯୋଉ ମାମୁନି ମ୍ୟାଡାମ ଆଉ ଗୋଟେ ବି ମିଡିଆ ଆଗରେ ସେଦିନ କହୁଥିଲେ ମୁଁ ଶୁଣୁଥିଲି ସେ କହୁଥିଲେ ଯୋଉ ତାଙ୍କର ପଇସା ପତ୍ର ଦେବେ ବୋଲି ଏଗୁଡା ସବୁ ସତ ନା? ଆଜ୍ଞା ଆଜ୍ଞା ସବୁ ସତ ଭାଇ। 7 ଲକ୍ଷ 8 ଲକ୍ଷ ବାକି ଅଛି। 7-8 ଲକ୍ଷ ବାକି ଅଛି। 7-8 ଲକ୍ଷ ବାକି ଅଛି। ତମର ସବୁ ପଇସା ପତ୍ର ଦେଇଦେଲେ ସବୁ? ନା ମୋର ବାକି ଅଛି ଭାଇ। ତମର ବି ବାକି ଅଛି? ମୋ 3-4 ମାସର ବାକି ଅଛି। ଭାଇ ମାସକୁ 5,000 ନା 3 ମାସ ଭାଇ କେତେ ପଇସା ହେଲା? ହ୍ୟାଲୋ ହଁ ଭାଇ ମାସକୁ 5,000 ହେଲେ 3 ମାସ ଭାଇ କେତେ ପଇସା ହେଲା? 15,000 ଟଙ୍କା ଅଛି। ତାହେଲେ ମାମୁନି ମ୍ୟାଡାମ କୁ ଚେୟାର କିଏ ଫିଙ୍ଗିଥିଲା? ଆକ୍ଚୁଆଲି ମ୍ୟାନେଜର ଫିଙ୍ଗିଛନ୍ତି ନା କମିଟି ମେମ୍ବର ପକେଇଲେ? କମିଟି ମ୍ୟାନେଜର ମାନେ ସବୁ ଦେଖୁଥାନ୍ତି? ହଁ ଦେଖୁଥାନ୍ତି କିଛି କୁହନ୍ତିନି। କିଛି ଚୁପଚାପ କିଛି କହିନାହାନ୍ତି ବି? ଅନ୍ୟ ଯୋଉ ସାଥୀ କଳାକାର ମାନେ ଥିଲେ? ସେ କଳାକାର ମାନେ ବି କିଛି କହିନାହାନ୍ତି। କିଛି ନାହିଁ। ମାମୁନି ମ୍ୟାଡାମ କୁ ମାଡ ହେଲା ପରେ ବି ସେ ଯାଇକି ଯାତ୍ରା ଉପରେ ନାଟକ କରିଛନ୍ତି? ହଁ ନାଟକ କରିଛନ୍ତି। କାନ୍ଦି ବୋବେଇକି ନାଟକ କରିଛନ୍ତି। ଆଉ ବାପି ବାବୁଙ୍କ ସହିତ କଣ ଘଟିଥିଲା? ଯିଏ ତାଙ୍କ ହଜବେଣ୍ଡ ହେବେ ଯୋଉ ବାପି କୁମାର ଯିଏ ଆମର ଆଙ୍କରିଂ କରନ୍ତି? ହଁ ଆଙ୍କରିଂ କରନ୍ତି। ସିଏ ବି ତାଙ୍କର ବି ଭାଇ କିଛି ଭୁଲ ନାହିଁ। ସିଏ ବି ତାଙ୍କର ବି କାମ କର୍ମ କାମ ତାଙ୍କର ସିଏ ବି ଯାଇଥିଲେ। ତାଙ୍କୁ ବି ଗାଳି ଗୁଲଜ ପଡିଛି? ତାକୁ ମାରିବା ଭୂମି ତାକୁ ଭାଇ ଅଭଦ୍ର ଭାଷାରେ ଗାଳି କରିଛନ୍ତି ବାପି କୁମାରକୁ? ବାପି କୁମାର ଅଭଦ୍ର ଭାଷା କହିଛନ୍ତି। ମାଲିକ ତାହେଲେ ତ ଏଇଗୁଡା ସବୁ ନାଣ୍ଡୁ ବାବୁ ତାହେଲେ ଜାଣିଥିବେ ତ ସବୁ? ସବୁ ଜାଣିଛନ୍ତି। ସବୁ ଜାଣିକି ମାନେ ମିଛ ବାହାନା କରୁଛନ୍ତି ଭାଇ। ସବୁ ଜାଣିକି ବି ମିଛ ବାହାନା କରୁଛନ୍ତି। ଆକ୍ଚୁଆଲି ତମକୁ କିଛି ଧମକ ଫମକ ମିଳେ କି? ନାଣ୍ଡୁ ବାବୁ ମାନେ କୁହନ୍ତି କି ମ୍ୟାନେଜର ମାନେ କିଛି ଧମକ ଦିଅନ୍ତି କି? ମାନେ ମିଡିଆ ଆଗରେ କହିଲେ ମାରିଦବୁ, ଜୀବନରୁ ମାରିଦବୁ, ଗାଡି ଚଢେଇ ଦବୁ, ଏଗୁଡା ତମକୁ ଧମକ ଆସେ ନା ମ୍ୟାନେଜର ମାନେ ଦିଅନ୍ତି? କୁହନ୍ତି। ମତେ ଭାଇ କହିଲେ ବା ମୁଁ ତାପରେ ମୋ ନିଜ ଭଉଣୀ ଅଛି ସେ ଜାଣିଛନ୍ତି ଚୁଟକି ମୋ ନିଜ ଭଉଣୀ ହବ। ଆଉ ମୁଁ ତାପରେ ଅଛି ସେ ମୋ ନିଜ ଭଉଣୀ ଅଛି। ଆଉ ସେ ମତେ ତାକୁ ଗଲେ ମୁଁ ସେଠି ମାରିଦେବି। ଯୋଉ ତମକୁ ଯୋଉ ମାଡ ମାରିଲେ ମ୍ୟାନେଜର ମାନେ ସବୁ ଡ୍ରିଙ୍କ କରିକି ମାଡ ମାରିଥିଲେ ତମକୁ? ହଁ ଯୋଉ ମାଲିକ ଜାଣିଲା ପରେ ବି ମାଲିକ ଚୁପ ବସିଛି? ମାଲିକ ତାକୁ ଗୋଡେଇ ପିଟ। ମାନେ ମାଲିକ ମ୍ୟାନେଜର ମାନଙ୍କୁ କହୁଛି ତାକୁ ଗାଡି ଚଢେଇ ଦିଅ ତାକୁ ପିଟ ବୋଲି? ଠିକ ଅଛି। ମାଲିକ ପକ୍କା ହାରାମି? ସବୁ ଜାଣିଲା ପରେ ବି ଚୁପ ବସିଛି? ମାଲିକ ପୁଣି ଯୋଉ ଅଲଗା ଗଣମାଧ୍ୟମ ଆଗରେ ବାଇଟ ଦଉଛି ମାମୁନି ମତେ ପଇସା ଫେରେଇବ, ଏଗୁଡା ସବୁ ମିଛ ନା? ମାଲିକ ଯୋଉ ଆମର ତମର ଯିଏ ଅନନ୍ତ ନାରାୟଣ ଧଳ ବାବୁ ଅଛନ୍ତି ସେ ଅଲଗା ଗଣମାଧ୍ୟମରେ ବାଇଟ ଦଉଛନ୍ତି କି ମାମୁନି ମୋ ନାଁରେ ମିଛ କହୁଛି ବୋଲି? ନାଇଁ ସେଦିନ ରାତିରେ ତମେ ପ୍ରେଜେଣ୍ଟ ଥିଲ ସେ ଜାଗାରେ? ଆଜ୍ଞା ମୁଁ ଥିଲି।
ଠିକ ଅଛି ଜଗା ବାବୁ, ମୁଁ କେତେବେଳେ ଦରକାର ହେଲେ ବି ତମକୁ ଫୋନ କରିବି ଆଉ ଥରେ। କାହିଁକି ଆକ୍ଚୁଆଲି ମାଡଟା ଯୋଉ ହେଇଥିଲା କଣ ପାଇଁ ହେଇଥିଲା? ମତେ ହଁ ତମକୁ ଯୋଉଟା ମାଡ ହେଇଥିଲା କାହିଁକି ହେଇଥିଲା? ମାମୁନିଙ୍କ ଉପରକୁ ଯୋଉ ଚେୟାର ଭଙ୍ଗା ହେଇଥିଲା କଣ? ହଁ ସେଇଟା ମୁଁ ତାଙ୍କ ବେଇଁ ତାଙ୍କୁ ଯୋଉ ମାନେ ବେଇଁଟା ରହୁଥିଲି ବୋଲି ତାଙ୍କର ଯୋଉ ଅଛି ତାଙ୍କର ସବୁ ଜିନିଷ ପତ୍ର ଯୋଉ ନଉଥିଲ, ହଁ ହଁ ନେଇଥିଲି ବୋଲି ମତେ ସେ ମାଇଲା। ମାନେ ମାମୁନିର କଣ ପାଇଁ ଜିନିଷ ପତ୍ର ନଉଛ ବୋଲି? ତାଙ୍କର ଯୋଉ କଥା ଲାଗିବେ ମାମୁନି ମ୍ୟାଡାମକୁ କଣ ପାଇଁ ମାଡ ହେଇଥିଲା? ମାମୁନି ମ୍ୟାଡାମକୁ ଯୋଉ ଚେୟାର ଫୋପାଡିଲେ କଣ ପାଇଁ? ତାକୁ ମାଡ଼ ହେଇଥିଲା। ହଁ କଣ ପାଇଁ ସେଇଟା ହେଇଥିଲା ଜାଣିଛନ୍ତି? ସେଟା ଭାଇ ମୁଁ ଜାଣିନି, କିନ୍ତୁ ମୁଁ ଜାଣିଛି ସେ ପଇସା କଣ ପାଇନଥିଲେ। ମାମୁନି ମ୍ୟାଡାମ ପଇସା ମାଗିଲେ, ସେ ମ୍ୟାନେଜର ମାନେ କହିଲେ ଆମେ ପଇସା ଦେଇପାରିବୁନି, ତାପରେ ଯୁକ୍ତି ତର୍କ କରିଥିଲେ। ହଁ ସେଇଥିପାଇଁ କି ଆଉ ଅନ୍ୟ ପାଇଁ କି କଣ ପାଇଁ ମୁଁ ସେଟା ଜାଣିନି ଭାଇ।